ପାଠ୍ୟପୁସ୍ତକର ଅଭ୍ୟାସ ଭଳି ପ୍ରଶ୍ନୋତ୍ତର କରିବା। ବାୟୁରେ ଅମ୍ଳଜାନ ଏକ ପଞ୍ଚମାଂଶ ଅଙ୍ଗାରକାମ୍ଳ 3/6 ଅନୁପାତରେ ଅଦଳବଦଳ ହେଲେ ଜୀବଜଗତ ଉପରେ ଏହାର କି ପ୍ରଭାବ ପଡ଼ିବ? 4ଟି ବାକ୍ୟରେ ଉତ୍ତର ଲେଖିବ। ଠିକ୍ ଅଛି। ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଅନୁପାତ ଅଦଳବଦଳ କରିଦେଲେ ଜୀବଜଗତ ଉପରେ ନିମତ ପ୍ରଭାବ ପଡ଼ିବ। କାହିଁକି ପ୍ରଭାବ ଦେଖ ପ୍ରଥମେ ପଢ଼ି ଲେଖା ହେଇଛି। ଜୀବଜଗତ ଶ୍ୱାସକ୍ରିୟାରେ ଅମ୍ଳଜାନ ଗ୍ରହଣ କରେ। ଅମ୍ଳଜାନ ଅଭାବରେ ଘଟିଲେ ଜୀବ ଧ୍ୱଂସ ହେବ। তুমি ଜାଣିଛ ଆମେ ସାଧାରଣତଃ ଅମ୍ଳଜାନ ଗ୍ରହଣ କରୁ, ଅଙ୍ଗାରକାମ୍ଳ ଛାଡ଼ୁ। ଅଙ୍ଗାରକାମ୍ଳ ପରିମାଣ ବଢ଼ିଗଲେ ପୃଥିବୀର ତାପମାତ୍ରା ବୃଦ୍ଧି ପାଇବ। ଏହାଦ୍ୱାରା ଜୀବଜଗତ ତିଷ୍ଠିବା ଅସମ୍ଭବ ହୋଇପଡ଼ିବ। ଅଙ୍ଗାରକାମ୍ଳ ବଢ଼ିଗଲେ ଜାଣିଛ ଅଙ୍ଗାରକାମ୍ଳ ଯେତେ ବୃଦ୍ଧି ହେଇଯିବ ଆମ ତାପମାତ୍ରା ଯେତେ ବୃଦ୍ଧି ହେବ, ପୃଥିବୀ ନଷ୍ଟ ହେଇଯିବ। ଅମ୍ଳଜାନ ପରିମାଣ କମିଗଲେ ଦହନ ପ୍ରକ୍ରିୟା ହେଇପାରିବ ନାହିଁ। ଯେ ଆମେ ଯେ ନିଆଁ ଜାଳୁଛେ ବା ଯେକୌଣସି ଦହନ ପ୍ରକ୍ରିୟା ଅମ୍ଳଜାନ ସାହାଯ୍ୟ କରିବା, ଅମ୍ଳଜାନ ଆଉ ସାହାଯ୍ୟ କରିପାରିବ ନାହିଁ। ଉଦ୍ଭିଦର ଖାଦ୍ୟ ପ୍ରସ୍ତୁତି ବାଧା ସୃଷ୍ଟି ହେବ। ଉଦ୍ଭିଦର ଖାଦ୍ୟ ପ୍ରସ୍ତୁତ କରିପାରିବ ନାହିଁ। 2 ନମ୍ବରକୁ ଯିବା। ପ୍ରଥମ 2ଟି ଶବ୍ଦକୁ ସମ୍ପର୍କ ରଖି ତୃତୀୟ ଶବ୍ଦ ସମ୍ପର୍କ କରିବ। ମାଛ ତାର ଶ୍ୱାସକ୍ରିୟା କରି ଗାଲି ଦ୍ୱାରା, ବତକ କିନ୍ତୁ ଫୁସଫୁସ ଦ୍ୱାରା। ଜିଆ ହେଉଛି ଚର୍ମ, ଅସରପା କ'ଣ ହେବ ପିଲାମାନେ? ଶ୍ୱାସରନ୍ଧ୍ର। ଅର୍କିଡ ହେବ ମୂଳ, ଅଶ୍ୱତ୍ଥ କ'ଣ ହେବ? ସ୍ତମ୍ଭ। ମଣିଷ ଫୁସଫୁସ, ଉଦ୍ଭିଦ କ'ଣ ହେବ? ଉଦ୍ଭିଦ ବି ସ୍ତମ୍ଭ ହେବ। ତାଙ୍କ ସ୍ତମ୍ଭ ଦ୍ୱାରା ହିଁ ସେମାନେ ଶ୍ୱାସକ୍ରିୟା କରନ୍ତି। ଗୋଟିଏ 2ଟି ବାକ୍ୟର ଉତ୍ତର ଲେଖିବ। ମାଛ କିପରି ଶ୍ୱାସକ୍ରିୟା କରେ? ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଏଇ 3ଟି ପଡ଼ିବ। ଅର୍କିଡ ଗଛ କିପରି ଶ୍ୱାସକ୍ରିୟା କରେ? ବେଙ୍ଗ ଶୀତ ଦିନେ କିପରି ଶ୍ୱାସକ୍ରିୟା କରେ? 3ଟି ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ପ୍ରତିବର୍ଷ ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ପରୀକ୍ଷାରେ ପଡ଼େ। ଠିକ୍ ଅଛି। ଭଲ କରି ଅଭ୍ୟାସ କରିବ, ପ୍ରାକ୍ଟିସ କରିବ। ଠିକ୍ ଅଛି। ତ କିଛି ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ସବୁବେଳେ ମନେ ରଖିବ। ବାର୍ଷିକ ପରୀକ୍ଷାରେ ଶେଷରୁ 5ଟି ବିଷୟକୁ ତୁମେ ପୁରା ପାଣି କରିଦେବ। ଠିକ୍ ଅଛି। ବେଶୀ କ୍ୱେଶ୍ଚନ ହିଁ ପଡ଼େ ସାମାସିକ ପରୀକ୍ଷାରେ ପ୍ରଥମେ 5ଟି ବିଷୟ, ବାର୍ଷିକ ପରୀକ୍ଷାରେ ଲାଷ୍ଟରୁ 5ଟି ବିଷୟ ତୁମେ ପୁରା ତାକୁ ପାଣି କରିଦେବ। ସେଇ ପ୍ରଶ୍ନରୁ ହିଁ ସେହି ଯେ ପ୍ରଶ୍ନ ଗୁଡ଼ିକ ଯେ ଅଭ୍ୟାସ ସେଗୁଡ଼ା ଉତ୍ତର ଦେବ। ଏକ୍ସଟ୍ରା କ୍ୱେଶ୍ଚନ ଯଦି ତୁମେ ପ୍ରାକ୍ଟିସ୍ କରିପାରିବ। ଠିକ୍ ଅଛି। ତାପରେ 4 ନମ୍ବରକୁ ଯିବା ଆମେ। ମାଛକୁ ପାଣିରେ ବାହାର କରିଦେଲେ ମରିଯାଏ। তুমি ଜାଣିଛ ମାଛ ପାଣି ଦ୍ୱାରା ଜଳ ନିଏ ଏବଂ ସେଇ ଯେ ଗାଲି ସେ ସାହାଯ୍ୟରେ ଜଳରେ ବେଶୀ ଅମ୍ଳଜାନକୁ ଅଲଗା କରି ଶ୍ୱାସକ୍ରିୟା କରେ। ମାଛକୁ ପାଣିରେ ବାହାର କରିଦେଲେ ବାୟୁମଣ୍ଡଳ ସେ ଅମ୍ଳଜାନ ପାଇବନି, ତ କିଛି ପରେ ମରିଯିବ। ଠିକ୍ ଅଛି। ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖା ତୁମେ ତାକୁ ପଢ଼ିକି ଉତ୍ତର କରିବ, କିନ୍ତୁ ମନେ ରଖିବ ମୁଁ ଯେ ପ୍ରଶ୍ନ ଗୁଡ଼ାକ କହୁଛି ବହୁତ ଇମ୍ପୋର୍ଟାଣ୍ଟ। 4 ନମ୍ବର ବହୁତ ଇମ୍ପୋର୍ଟାଣ୍ଟ। ବେଙ୍ଗକୁ ଏକ ଉଭୟଚର ପ୍ରାଣୀ କାଗଜ ପରୀକ୍ଷାରେ ପଡ଼ିବ। ଜିଆକୁ ମାଟି ଭିତରେ ରହିଲେ ମଧ୍ୟ ଶ୍ୱାସକ୍ରିୟା କରିପାରେ। ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ। ମୁଁ ସିନା ପ୍ରଶ୍ନ ଛାଡ଼ି ଉତ୍ତର ଦେଇଦେଉଛି, କିନ୍ତୁ ତୁମେ ମାନେ ପ୍ରାକ୍ଟିସ୍ କରିବ। ଠିକ୍ ଅଛି। ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ଜିଆ କେବେ ଶ୍ୱାସକ୍ରିୟା କରେ? ପ୍ରତିବର୍ଷ ଏଇଗୁଡ଼ାରେ ପଡ଼େ। ଆଉ କିଛି ଅଛି ଦେଖ। କଇଁଛ, ସୁନ୍ଦରୀ ବୃକ୍ଷ, ଅମ୍ଳଜାନ, ଅଙ୍ଗାରକାମ୍ଳ, ସ୍ତମ୍ଭ। ଏପଟେ ଯେ ଶ୍ୱସନ ମୂଳ, କାଣ୍ଡ, ଉଦ୍ଭିଦ, ନିଶ୍ୱାସ, ଚେର, ଗାଲି, ପ୍ରଶ୍ୱାସ, ଫୁସଫୁସ, ଚର୍ମ। କଇଁଛ କ'ଣ କରେ? ଫୁସଫୁସ ଦ୍ୱାରା। ସୁନ୍ଦରୀ ବୃକ୍ଷ ଶ୍ୱସନ ଦ୍ୱାରା। ଅମ୍ଳଜାନ ପ୍ରଶ୍ୱାସ, ଅଙ୍ଗାରକାମ୍ଳ ନିଶ୍ୱାସ। ଜାଣିଛ ସ୍ତମ୍ଭ ହେଉଛି ଉଦ୍ଭିଦ। ସ୍ତମ୍ଭ ହେଉଛି କ'ଣ ଲେଖିବ? ଉଦ୍ଭିଦ। ଠିକ୍ ଅଛି।